କମାଲ କଲେ ଭାରତୀୟ ବୋଲର, ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍। ତେବେ ସୂଚନା ଅନୁସାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ଟି-20 ମୁକାବିଲାରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର। ଆରମ୍ଭରୁ ସାଉଥ ଆଫ୍ରିକା ଉପରେ ଭାରି ପଡ଼ିଥିଲେ ଟିମ୍ ଇଣ୍ଡିଆ ବୋଲର। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଭ୍ରମଣକାରୀ ଦଳ। ଏଡେନ୍ ମାର୍କରମ୍ଙ୍କ ଦର୍ଶନୀୟ ଅର୍ଦ୍ଧଶତକ କାରଣରୁ ଦଳ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଛି। ନିର୍ଦ୍ଧାରିତ ଓଭରରେ ଦକ୍ଷିଣ ଆଫ୍ରିକା ସମସ୍ତ ୱିକେଟ୍ ହରାଇ ସଂଗ୍ରହ କରିଛି 117 ରନ୍। ଏକମାତ୍ର ବ୍ୟାଟର ଭାବେ ଏଡେନ୍ ମାର୍କରମ୍ ଅର୍ଦ୍ଧଶତକୀୟ ଇନିଂସ ଖେଳିବାକୁ ସକ୍ଷମ ହୋଇଥିଲେ। ଭାରତକୁ ଜିତିବାକୁ ହେଲେ 118 ରନ୍ କରିବାକୁ ପଡ଼ିବ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। କୁଇଣ୍ଟନ ଡିକକ୍ ମାତ୍ର 1 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଜା ହେଣ୍ଡ୍ରିକ୍ସ ଖାତା ବି ଖୋଲି ପାରି ନଥିଲେ। ପରେ ପରେ ଡ୍ୟୁଆଲ୍ଡ ବ୍ରେଭିସ୍ ମାତ୍ର 2 ରନ୍ କରି ପାଭିଲିୟନ ଫେରିଥିଲେ। ମାତ୍ର 7 ରନ୍ କରି ଦଳ 3ଟି ୱିକେଟ୍ ହରାଇ ସଂଘର୍ଷ କରୁଥିବା ବେଳେ ପାଳି ସମ୍ଭାଳିଥିଲେ ନିଜେ ଅଧିନାୟକ ଏଡେନ୍ ମାର୍କରମ୍। 46 ବଲ୍ ଖେଳି 6 ଚୌକା ଏବଂ 2ଟି ଛକା ସହାୟତାରେ 61 ରନ୍ କରି ଆଉଟ୍ ହୋଇଥିଲେ। ସେହିଭଳି ଟ୍ରିଷ୍ଟନ୍ ଷ୍ଟୋକ୍ସ ମାତ୍ର 9 ରନ୍ କରି ଆଉଟ୍ ହୋଇଥିବା ବେଳେ କର୍ବିନ୍ ବୋଚ୍ 4 ରନ୍, ଡୋନାଭାନ୍ ଫେରେରିଆ 20 ରନ୍, ମାର୍କ ଜନସେନ୍ 2 ରନ୍ କରି ଆଉଟ୍ ହୋଇଥିଲେ। ଏନରିଚ୍ ନୋକିଆ 12 ରନ୍, ଓଟନିଏଲ୍ ବାଟମ୍ୟାନ୍ 1 ରନ୍ କରି ଆଉଟ୍ ହୋଇଥିଲେ। ଲୁଙ୍ଗି ଏନଗିଡ୍ 2 ରନ୍ କରି ନଟ୍ ଆଉଟ୍ ଥିଲେ। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଅର୍ଶଦୀପ 4 ଓଭରରେ 13 ରନ୍ ଦେଇ 2 ୱିକେଟ୍ ନେଇଥିଲେ ବି ଅଧିନାୟକ ରନ୍ ବ୍ୟୟ କରିନଥିଲେ। ସେହିଭଳି ହର୍ଷିତ ରାଣା 4 ଓଭରରେ 34 ରନ୍ ଦେଇ 2 ୱିକେଟ୍, ହାର୍ଦ୍ଦିକ ପାଣ୍ଡ୍ୟା 3 ଓଭରରେ 23 ରନ୍ 1 ୱିକେଟ୍, ବରୁଣ ଚକ୍ରବର୍ତ୍ତୀ 4 ଓଭରରେ 11 ରନ୍ 2 ୱିକେଟ୍, ଶିବମ ଦୁବେ 3 ଓଭରରେ 21 ରନ୍ 1 ୱିକେଟ୍ ଏବଂ କୁଲଦୀପ ଯାଦବ 2 ଓଭରରେ 12 ରନ୍ ଦେଇ 2ଟି ସଫଳତା ହାସଲ କରିଥିଲେ।